ନମସ୍କାର। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ସ୍ମୃତି ସାନ୍ତ୍ୱନାର ଏହି ଡିଜିଟାଲ ସାହିତ୍ୟ ଆସରକୁ ଆନ୍ତରିକ ଅଭିନନ୍ଦନ ଏବଂ ଅଶେଷ ଧନ୍ୟବାଦ ଏହାର ସୁଦକ୍ଷା ସମ୍ପାଦିକା ସବିତାରାଣୀ ବେହେରାଙ୍କୁ। ମୁଁ ଆଜି ଗୋଟିଏ ଗଳ୍ପ ପାଠ କରିବି। ମଣିଷ ସମୟ ସହିତ ଆଗେଇ ଚାଲିଛି। ପଛ ଦିନ ସବୁ ହଜି ଯାଉଛି, ରହିଯାଉଛି ସ୍ମୃତି ହୋଇ ହୃଦୟରେ। ସେଥିରୁ ମଣିଷ କେତେ ଆନନ୍ଦ ପାଉଛି, କେତେବେଳେ ତ ଦୁଃଖ ପାଉଛି। ସେଇ ଉପରେ ମୋର ଗଳ୍ପଟିଏ। ଶୀର୍ଷକ ସେଇ ହଜିଲା ଦିନ। କଥାଟା ଶୁଣିଲା ମାତ୍ରେ ତ ଭାରି ଭଲ ଲାଗିଲା। ଆମ ଗାଁ ହାଇସ୍କୁଲର ଆମ ବ୍ୟାଚ୍ ମାଟ୍ରିକ ପିଲାମାନେ ଗୋଟିଏ ଦିନ ଏକାଠି ହେବାର ବ୍ୟବସ୍ଥା କରୁଛନ୍ତି। ଦିନ, ବାର, ମାସ କିଛି ବି ଠିକ୍ ହୋଇନି, ତେବେ ହେବ ନିଶ୍ଚୟ। ସେଦିନ ସନ୍ଧ୍ୟାରେ ଚା ପିଉଥିଲା ବେଳେ ଗୀତା ଫୋନ୍ କରି ଏଇ କଥା ଜଣାଇଲା। କେଉଁ ନିର୍ଭରଯୋଗ୍ୟ ସୂତ୍ରରୁ ସେ ଏଇ ଖବରଟା ପାଇଛି। ସ୍ୱରରେ ତାର ଉତ୍ତେଜନା, ଆଉ ଶୁଣୁ ଶୁଣୁ ମୁହୂର୍ତ୍ତକ ଭିତରେ ତା କଣ୍ଠରେ ସେ ଉତ୍ତେଜନା ମୋ ଓଠରେ ଓ ଭାଷାରେ ସଞ୍ଚରିଗଲା। କହିଲି, ଯଦି ଏମିତି ହୁଏ ତେବେ ଖୁବ୍ ଭଲ ହେବ। ତାପରେ ଆମେ ଦୁଇ ବାନ୍ଧବୀ ଭୁଲିଗଲୁ ଯେ ଆମେ ଦୂରଭାଷାରେ କଥା ହେଉଛୁ, ବରଂ ଲାଗୁଥିଲା ଯେମିତି ମୁହାଁମୁହିଁ ଠିଆ ହୋଇ ଗପୁଛୁ। ଏହା ଅବଶ୍ୟ ଆମ ସବୁବେଳେ ଫୋନ୍ ମାଧ୍ୟମରେ ଗପ ହେବାର ଧରଣ। ଏହାପରେ ଚାଲିଲା ସ୍ମୃତି ରୋମନ୍ଥନ। ସ୍ୱଚ୍ଛ ନିର୍ମଳ ଜଳ ଧରି କୁଳୁକୁଳୁ ନାଦରେ ବହି ଯାଉଥିବା ନଦୀ କୂଳରେ ସଗର୍ବ ମଥା ଟେକି ଛିଡ଼ା ହୋଇଥିବା ଆମର ସେ ବିଦ୍ୟାଳୟ, ସ୍ନେହୀ ଶିକ୍ଷକ ସମ୍ମୁଖ, ତତ୍ସହିତ ଆମ ଶ୍ରେଣୀର ଛାତ୍ରଛାତ୍ରୀ ସବୁ। ଗୋଟି ଗୋଟି ଯେତେ ଜଣଙ୍କ କଥା ମନେ ପଡ଼ିଲା ଏବଂ ସେମାନଙ୍କୁ ନେଇ ଯେତେ ଛୋଟ ଛୋଟ ଘଟଣା ସବୁ ଘଟିଥିଲା, ସେ ସବୁକୁ ନେଇ ଖୁବ୍ ରସାଳ ଆଲୋଚନାଟିଏ ହେଲା। ଅଦୂର ଭବିଷ୍ୟତରେ ଭେଟିବାକୁ ଯାଉଥିବା ସେଇ ବନ୍ଧୁମାନଙ୍କ କଥା ଏବଂ ବନ୍ଧୁ ମିଳନୀ ଦିନଟି ବିଷୟରେ କଥା ହୋଇ ଖୁବ୍ ଆନନ୍ଦ ପାଇଲୁ ସେଦିନ। ଇସ୍, ସମୟ ସବୁକିଛି ଚୋରେଇ ନେଇଛି। ଏ ମପାଚୁପା ସହରୀ ଜୀବନରେ ଗାଁ ସ୍କୁଲର ସେଇ ଦିନମାନଙ୍କର ଆଲୋଚନା ଯେମିତି ହୃଦୟରେ ମଧୁବର୍ଷଣ କରୁଥିଲା। ଶେଷରେ କଥୋପକଥନ ସାଙ୍ଗ କରି ଆମେ ପୁନଶ୍ଚ ଆମର ସେ ନିତିଦିନିଆ ଗୃହିଣୀ ଜୀବନ ଭିତରକୁ ଫେରିଆସିଲୁ। ପ୍ରକୃତରେ ସେ ଦାୟିତ୍ୱ କ'ଣ କିଛି କମ୍ କି? କିନ୍ତୁ ହାୟ, ଆଉ କ'ଣ ପୂର୍ବବତ୍ କାମରେ ମନ ଲାଗିଲା? ଦୀର୍ଘ ବର୍ଷ ତଳର ଦୃଶ୍ୟ ସବୁ ଗୋଟି ଗୋଟି ଆଖି ଆଗରେ ନାଚିଲା। ଗଣେଶ ପୂଜା, ସରସ୍ୱତୀ ପୂଜା ପାଳନ ଓ ଭୋଜି, କେତେ ଡ୍ରାମା, କେତେ ବହି ଖାତା ଦିଆନିଆ, କଳିକଜିଆ, ଯୁକ୍ତିତର୍କ, ସାହାଯ୍ୟ ସହାନୁଭୂତି, ପଦ୍ୟାନ୍ତ, କବିତା ପଢ଼ା, ତର୍କ ପ୍ରତିଯୋଗିତା। ସବୁ ପିଲା ସବୁଥିରେ ଭାଗ ନେଉ ନଥିଲେ ସତ, କିନ୍ତୁ ସମସ୍ତେ ସବୁଥିରେ ସହଯୋଗ କରୁଥିଲେ ନିଶ୍ଚୟ। ସମୟ ଘୋଡ଼େଇ ରଖିଥିବା ସ୍ମୃତିକୁ କିଏ ଯେମିତି ଉଖାରି ଦେଇଗଲା। ଆମ ଶ୍ରେଣୀର ଯେଉଁ ପିଲାମାନଙ୍କ କଥା ମନେ ପଡ଼ୁଥିଲା, ଅଥଚ ଏତେ ଦିନ ଭିତରେ ଜମା ଦେଖା ହୋଇନି, ସେମାନଙ୍କ ସେଇ ସାରଲ୍ୟ ଶୋଭିତ ଚେହେରା ତାଙ୍କ ଅବୋଧ କୈଶୋରର ବଳୟ ଭିତରେ ଘୂରି ଘୂରି ଦୃଶ୍ୟମାନ ହେଉଥିଲା। ଭାବି ହେଉନଥିଲା ସମୟର ସ୍ପର୍ଶରେ ମୋ ଭଳି ସେମାନଙ୍କର ବି କେତେ ଆଙ୍ଗିକ ପରିବର୍ତ୍ତନ ହୋଇଯାଇଥିବ। ଦେଖା ହେଲେ ସତରେ ଭାରି ଭଲ ଲାଗିବ। ଅବଶ୍ୟ କାହା ଜୀବନ କେଉଁ ଉତ୍ଥାନ ପତନ ଦେଇ ଗତି କରିଥିବ, କିଏ କ'ଣ ପାଇଥିବ, କ'ଣ ହରେଇଥିବ। ଥରେ ଥରେ କେହି ଶିକ୍ଷକ ପିଲାଙ୍କୁ ପ୍ରଶ୍ନ କରନ୍ତି ସେତେବେଳେ, କାହାର ଲକ୍ଷ୍ୟ କ'ଣ? କିଏ ଜୀବନରେ କ'ଣ ହେବା ପାଇଁ ଇଚ୍ଛା କରିଛ? ପ୍ରଶ୍ନ ପଚାରି ସାରି ଶିକ୍ଷକ ପ୍ରତି ପିଲାକୁ ଠିଆ କରାଇ ଉତ୍ତର ଆଦାୟ କରନ୍ତି। କୈଶୋରର ସେଇ ଅପରିପକ୍ୱ ସ୍ୱପ୍ନ ସବୁ କାହା ଜୀବନରେ କେତେ ସତ ହୋଇଥିବ। ଏମିତି ଅବଦମିତ ଗୁଡ଼ାଏ କୌତୂହଳ ମନ ଅଗଣାରେ ଖାଲି ଧାଇଁ ବୁଲୁଥିଲେ। ଏତେ ଦିନ ଦେଖା ନ ହୋଇଥିବା ସେଇ ଶ୍ରେଣୀ ସାଙ୍ଗମାନେ କାହିଁକି କେଜାଣି ଭାରି ନିଜର ନିଜର ଲାଗିଲେ। କହିବା ବାହୁଲ୍ୟ, ଆମ ବିଦ୍ୟାଳୟରେ ଆମେ ସବୁ ପୁଅ ଓ ଝିଅମାନେ ମିଶି ଏକାଠି ପାଠ ପଢ଼ୁଥିଲୁ। ସେମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଖୁବ୍ ଆଗ୍ରହ ସୃଷ୍ଟି ହେଲା। ଗୀତାର କଥାରୁ ଏତିକି ଅନୁମାନ କରିଥିଲି, କ୍ଲାସର ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି କାଳଠୁ ଅବସର ଯାଏ ସହରରେ ଅବସ୍ଥାପିତ। ତେବେ ତ ସେମାନଙ୍କୁ ବାର୍ଦ୍ଧକ୍ୟ ଛୁଇଁବା ପରିବର୍ତ୍ତେ ଖାଲି ମୋତେ ଛୁଁ ଖେଳ ଖେଳୁଥିବ। କେଶରେ କୃତ୍ରିମ କଳା ବୋଳା ହୋଇଥିବ, ଓଠ ତଳେ ଅର୍ଥାତ୍ ପାଟି ଭିତରେ କୃତ୍ରିମ ଦାନ୍ତ ଦୁଇ ଭାଡ଼ି ଝଟକୁଥିବ, ପୋଷାକ ପତ୍ରର ସୌଷ୍ଠବ ତ ନିଶ୍ଚୟ ଥିବ, ଟଙ୍କା ପଇସାର ଅଭାବ ବି ଆଦୌ ନଥିବ। ତେବେ ଅଭାବ କେବଳ ଥିବ ସନ୍ତାନମାନଙ୍କ ସାନ୍ନିଧ୍ୟ। କାରଣ ଯାହା ପିଲା ଯେତେ କୃତୀ, ସେ ସେତେ ଦୂରରେ। ହଁ, କାର୍ଯ୍ୟକ୍ରମ ଆଗ କାର୍ଯ୍ୟକାରୀ ହେଉ, ତାପରେ ସବୁ ଜଣାପଡ଼ିବ। ମନେ ଅଛି, ପିଲାଦିନେ ଛୁଟିରେ ମାମୁଁ ଘରକୁ ଯିବାଟା ନିର୍ଦ୍ଧାରିତ ହୋଇଯାଏ ଛୁଟି ହେବା ଅନେକ ପୂର୍ବରୁ।
ତେଣୁ ସେଇ ଯିବାର ଓ ଯାଇ ନାନା ମତେ ଦିନ କଟେଇବାର କଳ୍ପନାରେ କେତେ ଯେ ଆନନ୍ଦ ମିଳେ ତାହା ଭାଷାରେ ବର୍ଣ୍ଣି ହେବନି। ଠିକ୍ ସେମିତି ଲାଗୁଛି ବର୍ତ୍ତମାନ। ମନର ଗତି ତ କାହିଁ କୁଆଡ଼େ, ତାକୁ ଅଟକାଇବ କିଏ? ବନ୍ଧୁ ମିଳନୀ ଯେଉଁଦିନ ହେବ ହେଉ, କିନ୍ତୁ ହେବ ବୋଲି ସେ ଭାବନାରେ ବେଶ୍ ଅଧିକ ଆନନ୍ଦ ମିଳୁଛି। ଏତଦ୍ ବ୍ୟତୀତ ସେତେବେଳର ଯେଉଁ ଶ୍ରେଣୀ ସାଙ୍ଗମାନେ ଚିହ୍ନାଜଣା ପରିସରରେ ଅଛନ୍ତି, ସେମାନଙ୍କ ସାଙ୍ଗେ ଦୂରଭାଷାରେ ଏଇ କାଳ୍ପନିକ ସୁଖକୁ ବାଣ୍ଟିବାର ତଥା ଆଲୋଚନା କରିବାର ମଜା ତ ଆହୁରି ଅଧିକ। ଏବେ ତୁହାଇ ତୁହାଇ ମନେ ପଡ଼ୁଛି ଏବେ ତୁହାଇ ତୁହାଇ ମନେ ପଡ଼ୁଛି ବାଳକୃଷ୍ଣ ଦାସଙ୍କ ସେ ଗୀତ, ମରମ ତଳେ ଅତୀତ ଯେ ମରେନା, ଅଥବା ଅକ୍ଷୟ ମହାନ୍ତିଙ୍କର ସ୍ମୃତି ତୁମେ ପାଉଁଶ ତଳର ନିଆଁ। ସତରେ କିଏ ଆଉ ଫେରେଇଦେବ ସେ ପିଲାଦିନ? ଗାଁ ମନସ୍କ ମନ ମୋର ଆଜି ବି ଝୁରୁଛି ଗାଁକୁ, ଗାଁର ସେ ଅଳସୀ ସକାଳକୁ, ମତୁଆଲା କୁମାର ପୂର୍ଣ୍ଣମୀ ରାତିକୁ, ପର୍ବପର୍ବାଣୀରେ ଗାଁ ଗାଁ ବାସୁଥିବା ସେଇ ତନ୍ମୟ ମୁହୂର୍ତ୍ତ ସବୁକୁ। ସର୍ବୋପରି ଆଜି ବି ମନ ଝୁରୁଛି ସେଇ ସ୍କୁଲ ଦିନମାନଙ୍କୁ, ସାଙ୍ଗସାଥି ମେଳରେ କଟୁଥିବା ହାଲକା ଫୁଲକା କୈଶୋରକୁ। ମନ ଆର୍ଦ୍ର ହୋଇଯାଏ ଏସବୁ ଭାବି ବସିଲେ। ବନ୍ଧୁ ମିଳନ ହେବ ଗୋଟେ ଦିନ, କିନ୍ତୁ ତଜ୍ଜନିତ ଅଫୁରନ୍ତ ଆନନ୍ଦ ଶୁଣିଲା ଦିନଠୁ ମିଳି ଚାଲିଛି। ଅହେତୁକ କୌତୂହଳ ସେଇ ବନ୍ଧୁମାନଙ୍କ ପାଇଁ, ଅହେତୁକ ହର୍ଷ ବିଷାଦର ମିଳିତ ଭାବନା। ସମୟ କାହାକୁ ନେଇ କେଉଁଠି ଥୋଇଛି, ଭାଗ୍ୟ କାହା ହାତରେ କ'ଣ ଧରାଇଛି, କିଏ ଜୀବନକୁ କେମିତି ଜୀଇଁଛି, ଆହୁରି ଆଶଙ୍କିତ ପ୍ରଶ୍ନଟିଏ ନିଜ ପାଇଁ ଉଠୁଛି। ଆଜିର ସମୟରେ ନିଜର ପରିଚୟ କ'ଣ, ନିଜର ସ୍ଥିତି କେଉଁ ସ୍ଥାନରେ? ଏଇ ସବୁ ଭାବୁ ଭାବୁ ସମୟ କେମିତି କେଜାଣି କଟିଯାଉଛି ବଡ଼ ସୁନ୍ଦର ଓ ସାବଲୀଳ ଭାବରେ। ବାଧୁନି ସଂସାର ଜଞ୍ଜାଳ, ଜଣାପଡ଼ୁନି ପାଇବା ନ ପାଇବାର ଫରକ। ସେଇ ଅପେକ୍ଷିତ ବନ୍ଧୁ ମିଳନର ଦିନଟି କେବେ ଆସିବ କି ନ ଆସିବ ଜଣା ନାହିଁ। 5-25 ଜଣଙ୍କ ସୁବିଧା ଉପରେ ତାହା ନିର୍ଭର କରୁଛି ଗୋଟେ ଅନୁକୂଳ ଯୋଗପାଗ ଉପରେ। କିନ୍ତୁ ଏଇ ସବୁ ଭିତରେ ବର୍ତ୍ତମାନ ଲାଗୁଛି ବୟସ ସିନା ଏତେ ବଢ଼ିଗଲାଣି, ମନଟା କିନ୍ତୁ ସେମିତି ସେଇ ହାଇସ୍କୁଲ ବେଳ ପରି ସତେଜ ସୁନ୍ଦର ରହିଛି। ଧନ୍ୟବାଦ।